ହଁ ଆଜ୍ଞା, ଆଜି ରାମ ମନ୍ଦିରରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଥିବା ବେଳେ ପ୍ରାଣ ପ୍ରତିଷ୍ଠା ଯଜ୍ଞରେ ମୋଦିକୁ ନେଇ ସବୁଆଡ଼େ ଚର୍ଚ୍ଚା ଧରିଛି। କାହିଁକି ନା ଯଦି ସ୍ୱୟଂ ପୁରୁଷୋତ୍ତମ ରାମଚନ୍ଦ୍ର ଏକ ଯଜ୍ଞରେ ତାଙ୍କ ଧର୍ମପତ୍ନୀ ସୀତାଙ୍କ ବିନା ଯଜ୍ଞ ସମ୍ପୂର୍ଣ୍ଣ କରିପାରିନଥିଲେ, ତେବେ କେମିତି ବିବାହିତ ନରେନ୍ଦ୍ର ମୋଦି ଏତେ ବଡ଼ ଯଜ୍ଞ ସମ୍ପନ୍ନ କଲେ, ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିବାହିତ। ତାଙ୍କ ଧର୍ମପତ୍ନୀ ଯଶୋଦାବେନ ମୋଦି ଏବେ ବି ଜୀବିତ। ତେବେ ଏତେ ବଡ଼ ଭୁଲ ନିଷ୍ପତ୍ତି କାହିଁକି ନେଲେ ମୋଦି? ଏକୁଟିଆ କେମିତି କଲେ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଯଜ୍ଞ ସମ୍ପନ୍ନ, ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି। ଏମିତି ନ୍ୟୁଜ୍ ପାଇବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ RJ ନ୍ୟୁଜ୍।